बाबू धनुषर को थोइला किए अभिमन्यु देखिला अछंती पांडवंकर कौरवंकर गुरु तांको बापांकर ये गुरु ये भी जेजे बापा समान पाद छुंगी मुंडे 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 हो तुम को मुंडे हो एठी या पाद काई छुइला ने शकुनी पाद ये चप्पल मारी खरा ये तो जेजे हेबे से तो जेजे हेबे किंतु द्रोण को पाद काई छुइला द्रोण को स्थान या स्थान भीतर बहुत फरक आपण माने देखंतु जोठी गुरुजन लघुजन मानक सहित आवश्यकता ठारू अधिक मिसंती बेले बेले से गुरुजन को अपमान बोध पड़े आवश्यकता ठारू अधिक मिसिबा या आवश्यकता ठारू अधिक जोटा कथा दरकार नाही विशेष कथा कहिला वाला होची शकुनी आग महाभारत चरित्र को निजे चिन्ह गुरु को पाद गुरु द्रोण कहले कहले नाती कुआड़े बापा मते अपन चिन्ह देले तो अरे किए न चिन्ह तू वीर संतान मो ड्रेस को चिन्ह देखले कह देबो तो बाबू गस्ती मु सेति की बेले दीर्घ समय युद्ध हला सेति बेले कहिला पंडित आपण मानकर अभिमन्यु कहला ये क्षत्रिय गहर बिदारीबा से साजी छी भाइया गज साजी छी भाइया गज भलो साजी छी भाइया गज क्षत्रिय गहर बिदारीबा से साजी छी भाइया गज साजी छी भाइया गज भलो साजी छी भाइया गज मोरी भी मारी भी शपथ नेइची 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 वे न फेरी भी आदरे जे कर समर रे जे हे कर समर भविष्यत मतिमति तोर रे जे काली समय बेलू को ता पाला हिसाब कला मोर समय हो गला चलो जीवा किंतु मु ता करबी काली छाड़िली 10:40 रे 12 को काम शेष आज 10:15 से छाड़ दे पड़े गोलमाल करना आ समय नाई युद्ध करबी आ बेसी समय न आपनकर आकर्षण कथा जोटा अछि सेगुडा कहि दबा ताकू गड़े दे जाउछि विश्वर 1/3 जीव आ गोटे भाग रहिबा दरकार प्रथम भाग नाही के भूल कहउछि ना ना ठीक कथा केनु द्रोण को सहित होइछि से भी परास्त होइछि परास्त होइछंती पंचम द्वार रे जगिचंती कृपाचार्य षष्ठ द्वार रे जगिचंती कर्ण 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 सप्तम द्वार अछंती अश्वत्थामा जेतबले कर्ण को बड़का पड़िला अभिमन्यु सेतिकी बेले कूट चक्रांतकारी आरंभ कला किए दुर्योधन पंडित अविवेकी नुह दुर्योधन अविवेकी नुहे दुर्योधन निर्मल पानी भितरे आबिल करि देइछि शकुनी जेतबले पंडित मंडली कर्ण को पराहत न कले भी जेतबले अतिशय करि देइछि परास्त करिछि अभिमन्यु कृपाचार्य को परे से गोटिए कथा कहिला कृपाचार्य कला कौरव पांडवंक गुरु आपण कृपाचार्य को कहला कहला गुरुदेव हाँ जे 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 कौन आपण होउचंती हाँ गुरु द्रोणकर शला
ঠিক ଆପଣଙ୍କ ଭଉଣୀ କି ବାହା ହେଇଛନ୍ତି କିଏ? ଦ୍ରୋଣ ଦ୍ରୋଣ ବିବାହ ହେଇଥିଲେ। ଦ୍ରୋଣ। ହଁ ତାଙ୍କ ଭଉଣୀ ନା କଣ? ତାଙ୍କ ଭଉଣୀ ନା ଭଉଣୀ ୟାର ବୁଦ୍ଧି ଅଛି। ଶୁଣୁ ଶୁଣୁ, ଗୋଟିଏ ଗୋଟିଏ ପାଳିଆ ହଁ ଗୋଟେ ଗୋଟେ ଗାୟକୁ ତାଲିମ କରିଛନ୍ତି। କଣ ଦରକାର 14 ଟଙ୍କା ଆମ କାମ ଢେର ହଉ ସେଇ ସେତିକିରେ ରହ। ଆଗକୁ ଆଉ ଉଠିବୁନି। କଣ ଦରକାର ଉଠିବା ଏତେ ଖାଲି ସଫଲ ଖାଇବୁ ବସିବୁ। ସେମାନେ ବୁଢା ହେଲେ ବି ପଇସା ରୋଜଗାର କରିଛନ୍ତି। କରିଛନ୍ତି। ଏବେ ମୁଁ ଗାୟକ କାହିଁକି ନୁହେଁ କହିଲ ନା 70 ବର୍ଷ ପରେ ଯଦି ପାଲାକୁ ଲୋକ ଡାକିଲେ ମୁଁ ଜାଣିବି ଠିକ ଗାୟକ। ଆଚ୍ଛା ତମକୁ କେତେ ଭୁଲ କହୁଛି କି? 70 ବର୍ଷ ପରେ ଗାୟକ ଡାକିଥିଲେ କାହାକୁ? ପ୍ରହ୍ଲାଦ ସାହୁ। 70 ବର୍ଷ ପରେ ଡାକିଥିଲେ କାହାକୁ? ରାମ ସାରୁ 70 ବର୍ଷ ପରେ ଡାକିଥିଲେ ଅଭୟ ସ୍ୱାଇଁ। ଆଜ୍ଞା 70 ବର୍ଷ ପରେ ଡାକିଥିଲେ ଜଗନ୍ନାଥ ବେହେରାଙ୍କୁ। ଯେତେ ସବୁ ଗାୟକ ଅଛନ୍ତି 70 ବର୍ଷ ପୂର୍ବରୁ ଯଦି ଆମ ପାଲା ସରିଗଲା ତୁମେ କି ଗାୟକରେ ଲେଖା? ଆଜ୍ଞା ଆଜ୍ଞା ସେ ତ ପୁରା ସେ ତ ପୁରା ପୁରା ମାନେ ଯାହା କହନ୍ତି ବାର୍ଦ୍ଧକ୍ୟ ଆସିବା ପର୍ଯ୍ୟନ୍ତ। ଏବେ ବି ଚେୟାରରେ ବସିକିରି ବୁଢ଼ାଙ୍କୁ ଡାକୁଛନ୍ତି ବେହେରା ସାରୁ। ମୁଁ ଡାକୁଛନ୍ତି ନା। ଏ ମୋର ଜ୍ଞାନୀନ୍ଦ୍ର ପୁଙ୍ଗ ନା ସେ କହୁଥିଲେ ମୁଁ ଚାମର ଛାଡ଼ିଦେବି। ଯୋଉମାନେ ଦୁର୍ବଳପନ୍ଥୀ ସେଇମାନେ କହନ୍ତି ଆମେ ଚାମର ଛାଡ଼ିଦେବୁ। ତମେ ପଚାରୁଛ ମତେ ଦ୍ରୋଣଙ୍କ ସ୍ତ୍ରୀ ନା କଣ ତ? କୃପି। ହେଲା ଆପଣ ସବୁଥର କଣ? ନାଇଁ ମହେ ତମର ମନେ ଅଛି କି ନାଇଁ? ପରୀକ୍ଷା କରୁଥିଲି। ଆଚ୍ଛା 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 କୋଉ ଦିନଠୁ ପରୀକ୍ଷା କରି ଶିଖିଲୁଣି? ଖଣ୍ଡେ ପାନ ଦିଅନ୍ତୁ। କହିଦେବ। କହିଲେ ମାନେ ନେ ପାନଟା ନଲେ ପୁଣି ବଳ ଆସିବ ଖରା ବେଳେ ତାଙ୍କ ଘରକୁ କେମିତି ଯିବୁ? ତାଙ୍କ ଘରକୁ ଯିବୁ। କୃପି କହିଲା ଅଭିମନ୍ୟୁ ବେଶ କହିଲା ଦିନେ କୌରବ ପାଣ୍ଡବ ମୁଁ ଶୁଣିଛି ଯେ ଓ ଲୁହା କନ୍ଦୁକ ଗଡେଇକି ଖେଳୁ ଖେଳୁ ଗୋଟେ କୂଅ ଭିତରେ କନ୍ଦୁକଟା ପଡିଗଲା। ସେତେବେଳେ ତୁମେ ଥିଲ ତାଙ୍କ ଟିଉସନ ସାରେ ବାସ୍ ଅସ୍ତ୍ର ଶିକ୍ଷକ ଅସ୍ତ୍ରକୁ। ତାପରେ କଣ କଲେ? ତୁମେ ଯେତେ ଚେଷ୍ଟା କଲେ ସୁଦ୍ଧା ତାକୁ ବାହାର କରି ପାରିଲ ନାହିଁ। ନା ଅପମାନ ପାଇ ଗୁରୁଦ୍ରୋଣ ସେହି ବାଟେ ଯାଉଥିଲେ। ଜୀବର ଧନ ଧନ ଜୀବନରେ ଦ୍ରୁପଦ ରାଜକୁ ଧେନୁ ପାଇଁ ଯାଇଥିଲେ। ଜୀବର ଧନ ପ୍ରତିଶୋଧ ନେବା ପାଇଁ ଜଳୁଛି ଅନ୍ତର। କାନରେ ବାଜିଲା ପୁଣି ଏ ସୁଧ ଖବର। କାହିଁକି ପିଲାମାନେ କୂପ ପାଖେ ରୁଣ୍ଡିଭୂତ। ବନ୍ଧୁକ ପଡିଛି ଆଜି କୂପର ଭିତରେ। ବାବୁରେ ଇଏ ତୀରଣ ଆଣି ମନ୍ତ୍ରୁଣି ଦେଲେ ଇଏ ଛାଡ଼ିଣ। ଜଳ ମଧ୍ୟରୁ କନ୍ଦୁକ ବାହାରି ଆସିଣ। ଏହି କୌଶଳତା ପୁଣି ପ୍ରଚାର ହୋଇଲା। ପିତାମହ ଭୀଷ୍ମକର କାନରେ ପଡିଲା। ଏପରି ଯୋଗ୍ୟ ଶିକ୍ଷକ ରହିଲେ ଆମ୍ଭ ଠାର। ନାତି ମାନେ ହେବେ ମୋର ବିଶ୍ୱବିଜୟୀ ବୀର। ଆଉ ଏ ସାଇର କୁକୁଡ଼ା ଲୋ ସେ ସାହିକି ଗଲା। ଆଉ କେଉଁ ରାଣ୍ଡ ବାଡେଇ ଦେଲା ଲୋ ଛୋଟେ ଛୋଟେ ମଲା। ସେ ଥିଲା ସେ ପୁରୁଣା ଢାଞ୍ଚା। କଣ ହେଲା ଏଇ ସାଇ କୁକୁଡ଼ା ଲୋ ସେ ସାହିକି ଗଲା। କୋଉ ରାଣ୍ଡ ବାଡେଇ ଦେଲା ଲୋ ଛୋଟେ ଛୋଟେ ମଲା। ମୁଣ୍ଡ ପୁରା ଖରାପ। ଅବଶ୍ୟ ଇଏ କିଛି ଖରାପ କୋର୍ସ ନୁହେଁ। ନା ବାବୁ ସର୍ କହିଲା କହିଲା ଜେଜେ ହଁ ତୁମେ ତ ପାଠ ପଢଉଥିଲ ସେ କାହିଁ ହେଲେ ନା ମନ୍ତ୍ର ବଳରେ କୂଅରୁ କନ୍ଦୁକ ଟିକେ ଲୌହ କନ୍ଦୁକକୁ ବାହାର କରିଥିଲେ। ଏପରି ଗୋଟେ ଯୋଗ୍ୟ ଗୁରୁଙ୍କୁ ହାତ ଛଡା କରିହବ ନା। ପିତାମହ ଭୀଷ୍ମ ଜଣେ ଧନୁର୍ଦ୍ଧାରୀ ଯୋଦ୍ଧା ହେଲେ ଯଦି ପ୍ରକୃତ ଗୁରୁ ହୁଅନ୍ତି ତାହେଲେ ମୋ ନାତି ମାନେ ବଳବାନ ବିଶ୍ୱବିଜୟ ବୀର। ତ ଏଠି ଯେତିକି ଆପଣ ମାନେ ବସିଛନ୍ତି ସବୁ ଶୁଣନ୍ତୁ। ନିଯୁକ୍ତି ପାଇଲେ। ଆଉ ତୁମେ କଣ ବାହାଦୁରୀ ଦେଖାଉଛ? ତାଙ୍କୁ ତ ପରାହତ କରିଛି। ହଁ ବାବୁ ଆଜ୍ଞା ଯେତେବେଳେ କର୍ଣ୍ଣ ପାଖରେ ପହଞ୍ଚନ୍ତି କର୍ଣ୍ଣକୁ ପରାହତ କଲା ବେଳକୁ ଏ ଯୋଉ ଶକୁନି ଥିଲା ହଁ କହିଲା ବାପା ଇଏ କାଳାନ୍ତକ ଯମ ସମୁକୁ ଖାଇଦବ। ମାଡ଼ିଗଲାଣି। ସେ ଶକୁନି କଣ କଲା ତାର ତ ଲକ୍ଷ୍ୟ କେମିତି କୁରୁବଂଶ ଧ୍ୱଂସ କରିବ। ଆଜ୍ଞା ହଁ ସେ କହିଲା ଅଭିମନ୍ୟୁ ନ ମଲେ
ପାଣ୍ଡବଙ୍କ ଅନ୍ତର ଜଗତରେ ପ୍ରତିଶୋଧର ନିଆଁ ଜଳିବନି। ସେମାନେ ଯୁଦ୍ଧ କରିବେନି। ଆଉ ପାଣ୍ଡବ ମାନଙ୍କର ଶତ୍ରୁ କୃଷ୍ଣ ନାରାୟଣ ନାରାୟଣୀ ସେନା ସହିତ ଯୁଦ୍ଧ କରିବାର ସୁଯୋଗ ସୃଷ୍ଟି କରି ଅର୍ଜୁନକୁ ନେଇ ଯାଇଛନ୍ତି। ମାୟା ଯୁଦ୍ଧ ହଉଥିଲା। ଆଉ କଣ କାରଣ ଇଏ ପରା ବୋକା ଦୁର୍ଯ୍ୟୋଧନ କହିଲା ମୋର ଅକ୍ଷୁଣ ଅକ୍ଷୁଣୀ ସୈନ୍ୟ ନାରାୟଣୀ ସୈନ୍ୟ ଦରକାର, ମୋର କୃଷ୍ଣ ଦରକାର। ଜଣେ କଣ କରିବ ପୁଅ? ସେତିକି ବେଳେ କହିଲା କୂଟ ଚକ୍ରାନ୍ତକାରୀ ଶକୁନି କହିଲା ଗୁରୁଦେବ ମହାରଥୀ କହିଲା ଇଏ ତ କାଳାନ୍ତକ ସହଜ ସାଧ୍ୟ ସପ୍ତରଥୀ ମିଶି ମାରିବା ମରିବା ତ ସମ୍ଭବ। ଜଣେ ହେଲେ ପାରିବାନି ପାରିବନି ୟାକୁ ପାରିବନି ନା। ଯଦି ସମସ୍ତେ ମିଶିଯିବା ଦୁଇଟି ମତ ଯେ 7 ଜଣକୁ ପରାହତ କରି 7 ଜଣ ମହାରଥୀଙ୍କର ଶକ୍ତି ସାମର୍ଥ୍ୟ ସହିତ ଦ୍ୱନ୍ଦ୍ୱ କରି ବିଜୟ ପରେ ସପ୍ତରଥୀ ବେଢିଛନ୍ତି। ଆଉ ମତରେ ସେ ଦିଟା ଯାକ ମତକୁ ଆପଣ ଯୋଉଟା ଗ୍ରହଣ କରିବେ ମୋର କିଛି ଅସ୍ୱୀକାର କରିବାର ନାହିଁ। ନା ପୁଅ ଚକ୍ରାନ୍ତକାରୀ କହିଲା ଇଏ କାଳାନ୍ତକ ଜମ ବାପା ଏଡ଼ିକି ବକଟେ ପିଲା ସମସ୍ତଙ୍କୁ ମାରିଦବ। ଆମର ମୂଳ ଲକ୍ଷ୍ୟ ଥିଲା 2 ଜଣଙ୍କ ଉପରେ ଦ୍ରୋଣ ଏବଂ କର୍ଣ୍ଣ, ସେ ତ ତାଙ୍କୁ ପରାସ୍ତ କରି ସାରିଲା। ଆମେ କେତେ ନା ତର ଇଏ ମାରିଦବ, ଏଇଠି ତ ଯୁଦ୍ଧ ସରିଯିବ। କଣ କରିବା ଏବେ? ଡାକ ଦେଲା କହିଲା ଗୁରୁ ଦ୍ରୋଣ ଆଉ ବିଳମ୍ବ କରନା, କର୍ଣ୍ଣ ମହାରଥୀ ଅଙ୍ଗରାଜ ବିଳମ୍ବ କରନା, 7 ଜଣ ଯାକ ମିଶିକି ମାରିବା। ହେଇଯିବା ଆଉ କହିଲେ ଆଜ୍ଞା ଯେତେବେଳେ 7 ଜଣ ଯାକ ମିଶିକି ମାରିବେ ଯୁଦ୍ଧ କରିବେ ଆଉ ଅସ୍ତ୍ର ଅଛି ନା? ନିରସ୍ତ୍ର ହେଇଗଲା। ଗର୍ଜନ କରୁଛି ବଡ ବାପା ବୋଲି। ବଡ ବାପା ଏ ତ ପାଦ ତଳେ ପଡୁଛି ରେ ଜୟଦେବ, ତ ମତେ ଛାଡ଼ିଦେ। ଆରେ ଛାଡ଼ିଦେ, ମୁଁ ଜାଣୁଛି ମୁଁ ଭୁଲ କରିଛି। ଜୟଦେବ ଛାଡ଼ିଦେ ମତେ। କାହାକୁ ଛାଡ଼ିଦେବି? କରୁଛି ପଦରେ ଗୁହାରି ମୁହିଁ ତୋର ସାରକ, ମୁହେ କି ସେ ପୁତ୍ର ପରି କରିବୁ ସଦା। ମୁଁ ତୋର ସାଳକ, ତୁ ମୋର ବିଣୋଇ, ଏ ମୁଁ ତୋ ପାଦ ତଳେ ପଡୁଛି। ଜୟଦେବ ତ ଛାଡ଼ିଦେ। ସେଦିନ ମୁଁ ଠିକ ଏମିତି ତୋ ପାଦ ତଳେ ପଡିଥିଲି। ମୁଁ ଭୁଲ ମାନୁଛି, ତତେ ମୁଣ୍ଡିଆ ମାରୁଛି। ସେ ଭୁଲର କ୍ଷମା ନାହିଁ ଭୀମ। 7 ଜଣ ମିଶି ମାରୁଛନ୍ତି ବକଟେ ପିଲାକୁ। ଡାକୁଛି ବଡ ବାପା, ମୋ ତଣ୍ଟି ଶୁଖି ଯାଉଛି, ପାଣି ଡୁବେ ଦିଅ। ପାଣି ଦିଅ ବଡ ବାପା। କେତେ ଭରସା ଦେଇଥିଲେ ପୁଅଟାକୁ ମୋର। ଏ ମୁଁ ତ ପାଦ ତଳେ ପଡୁଛି, ମତେ ଦୟା କର। ମନା କଲା ପରେ ବି ଆହୁରି ଗୋଡ ତଳେ ପଡୁଛୁ କାହିଁକି? କହିଲା ବଧୁ ମୋର ହନ୍ତ ସତ୍ୱାରେ ମାତା ଶୁଭରେ ତାର ରଖି ନ ପାରିଲେ ବାବୁ ଦେବି ଛାଡ଼ିଦେ, ମୁଁ ତ ପାଦ ତଳେ ପଡୁଛି, ଛାଡ଼ିଦେ। ଛାଡ଼ିବିନି ମୁଁ। ଆଜ୍ଞା କଣ ସେ ରହିଯାଉଛି ନା କଣ?
ମୋ କୁଳବଧୁ ଅନ୍ତଃ ମୁଁ ତ ଗୋଡ ଧରୁଛି ମତେ ଛାଡ଼ିଦେ। ମନା କରୁଛି ମୁଁ ମତେ ଛାଡ଼ିଦେ ମୋ ପୁଅ। ହେଇପାରିବନି। ତୁ ଯାହା କରିବୁ ମୁଁ ତାହା ମାନିବି। ମୁଁ ମୋ ପୁଅକୁ ରକ୍ଷା କରି ଆସିବା ପରେ ମୁଁ ସବୁ ଅପମାନ ଦେଇଛି ତୁ ତା ପ୍ରତିଶୋଧ ନବୁ। ତୁ ମତେ ଦବୁ। ମନା କରୁଛି ଆଉ କହନ ସଗତା। ଶକୁନି ଡାକିଲା କହିଲା ଆଉ ବିଳମ୍ବ କାହିଁକି? ଅଙ୍ଗର ବିଳମ୍ବ କର ନା ମାର ଦେଖ। ଗୁରୁ ଦ୍ରୋଣ ମାରିବେ କଣ ଧନ୍ୟବାଦ ଦେଲେ। ରଥ ଚକ ଭାଙ୍ଗି ଯାଇଛି। ଡାକୁଛି ମୋର ଅସ୍ତ୍ର ଦରକାର ନାହିଁ। କାଲି ଟୋପିଏ ପାଣି ମତେ ଦେଇଦେଲେ ବାସ୍ ପାଣ୍ଡବ ମାନଙ୍କର ସମ୍ମାନ ରଖିବି। କହିଲେ ସୁଖୀ ଯାଉଅଛି ଇ ତଣ୍ଟି ବାରି ଦିଅ ତାତ ପରାହତ କରି ତୁମ୍ଭର ଯଶ ରାଖିବି ସତ୍ୟ। ବଡ଼ ବାପା ଆପଣ ପରା ମତେ କହିଥିଲେ ମୋ ପଛେ ପଛେ ଆସିବେ। କୁଆଡେ ଗଲେ ଆପଣ? କୁଆଡେ ଗଲେ? ଭାରି ଶୋଷ ଲାଗୁଛି। ବଡ଼ ବାପା ଇଏ 7 ଜଣ ଯାକ ନ୍ୟାୟ ଯୁଦ୍ଧ କରୁଛନ୍ତି। ମୋ ପାଖରେ ଆଉ ଅସ୍ତ୍ର ନାହିଁ। କହିଲେ କ୍ଷୁର୍ଣ୍ଣ ରହୁବର ଚକରେ କରୁଅଛି ସୁରକ୍ଷା। ସାତୁର ବୀର କିପରି ଯୁଦ୍ଧେ ପାଇବ ରକ୍ଷା। ପୁଅ ମାଗୁଛି ପାଣି ପିଇବ। ମୁଁ ତ ଗୋଡ ତଳେ ପଡୁଛି। ତୁ ଏତେ ବଡ ଚଣ୍ଡାଳ। ମୁଁ ଅବଶ୍ୟ ଅପରାଧ କରିଛି। କହିଲା କ୍ଷମା କର କ୍ଷମା କର ହୃଦେ ବହିଷୁ ଦୟା। ପାଣି ଟୋପେ ନେଇ ଦିଅ ରେ ତୁ ସାତୁରରେ ସାତୁରକୁ ଦୟା କର। ତୁ ମତେ ନ ଛାଡ଼ିଲେ ନ ଛାଡ଼ିଲେ ଜୟଦରଥ ତୁ ସାତୁରକୁ ଟିକେ ଦୟା କର। ଯେତେ ପ୍ରକାର କହିଲା ଛାଡ଼ିଲା। ନିର୍ଦ୍ଦେଶ ଦେଲେ ଦୁର୍ଯ୍ୟୋଧନକୁ କିଏ ଶକୁନି ଦେଖନ୍ତୁ କେଡେ ବଡ ନିଷ୍ଠୁର। ଶକୁନିର ଲକ୍ଷ୍ୟ ଇଏ ମଲା ଯାଇକି କୋଉ ବଂଶ ଧ୍ୱଂସ ହବ। ପ୍ରତିଶୋଧର ବୈଶ୍ୱାନର ଜଳୁଛି ଅନ୍ତର୍ଜଗତରେ ଶକୁନି। ମନେ ପଡି ଯାଉଛି ପଥର ଘରରେ ଖାଇବାକୁ ନ ପାଇ ତାର ବଂଶ ଲତିକା ବୁଡିଗଲେ। ମୋ ବୁଦ୍ଧିରୁ ତୁ ଯିବୁ କୁଆଡେ ମୂର୍ଖ। ବୁଡେଇବାକୁ ମୁଁ ଯେମିତି ମୋ ବଂଶ ଖାଇବା ବିନା ମରି ଯାଇଥିଲି ମୁଁ ଆଜି ମୋ ଆଖି ଦେଖିବି ତୋ ବଂଶ ଲତିକା ବୁଡିଯିବ। ଡାକିଲା ଗଲା ଦୁର୍ଯ୍ୟୋଧନ ମାମୁ ଇଏ କର୍ଣ୍ଣ ଦୟା କରୁଛି କାହାକୁ? ଅଭିମନ୍ୟୁକୁ। ମୈତ୍ର ତୁମେ ନିଜେ ଦେଖୁଛୁ କେମିତି ବଡ ବୀର। ପ୍ରଶଂସା କରୁଛି ବୃଦ୍ଧ ଦ୍ରୋଣ। କର୍ଣ୍ଣକୁ କହ ଆଦେଶ ହେଇଗଲା।
ପଣ୍ଡିତ ଯେତେବେଳେ ତୀକ୍ଷ୍ଣ ମୁନା ସାୟକୁ ଭରି ଦେଇଛ ଆଜ୍ଞା କିଏ କେମିତି ଜନ୍ମ ତିନୋଟି ଶକ୍ତି ଆସିଥିଲେ ବିଜୁଳି କନ୍ୟା ଅଭିମନ୍ୟୁ ଦ୍ରୌପଦୀ ତିନି ଶକ୍ତି ଦୁର୍ଯ୍ୟୋଧନ କହିଲା ରୁହ ମୈତ୍ରେ ତାକୁ ସହଜରେ ମାରନା ତା ଶରୀର ଭିତରେ ପୃଷ୍ଠରୁ ଉଦର ପର୍ଯ୍ୟନ୍ତ ଉଦରର ବହିର୍ଜଗତ ପର୍ଯ୍ୟନ୍ତ ଅସିକି ରଖ ଭରିକି ତା ଭିତରେ ତାର ଶଲ୍ୟ ପଳକୁ ତୁମେ କରାୟତ କର ସାର୍ ଦେଖନ୍ତୁ ଶରୀର ଭିତରେ ଗୋଟେ ଅସି ପଶିବ ତାକୁ ସେ ଅସିଟାକୁ ବୁଲେଇଲେ କେତେ କଷ୍ଟ ହବ ଆଜ୍ଞା ଦୁର୍ଯ୍ୟୋଧନ କହିଲା ଅଭିରେ ପରାସ୍ତ ସ୍ୱୀକାର କର ପରାସ୍ତ ସ୍ୱୀକାର କର ପରାସ୍ତ ସ୍ୱୀକାର କର ଛାଡ଼ିଦେବି ତମେ ଯଦି ଏତେ ବୀର ତାହେଲେ ଜଣଙ୍କ ସାଙ୍ଗରେ ଜଣ ଯୁଦ୍ଧ କରିବା କଥା ପରାସ୍ତ ସ୍ୱୀକାର କର ନା କରିବି ନାହିଁ ବୀର କର୍ଣ୍ଣକ ଆଖିରେ ଲୁହ କିନ୍ତୁ କର୍ତ୍ତବ୍ୟ ବିହୀନ ये दुनिया रे जदि प्रकृत शौर्यवंत वीर किए थांती से हेले कर्ण विश्वासघातकता को घृणा करुवा वीर हेले कर्ण किंतु कर्तव्य आगे दास से आज्ञा किछि करि परिबे ना ना बहु कर्तव्य करेছে दुर्योधन कर्ण पाई गोटे सुत पुत्रर परिचय को लुप्त करी आज्ञा अंग राज्य को दान करी ताकू राजपदवी देइछि हे मोर ज्ञानेन्द्र पुंग आज्ञा कष्ट दवा पे निर्देश दउछि दुर्योधन छोट छोट होछि मानिबा को पड़िबो हे वीर संतान हाँ हाँ कहला बड़ बापा हाँ ए तुमे कोन जानी पारुछ मु केबे स्वीकार करिबी वो सत्ता स्वीकार करिबि नाही मते तुमे एमिति जदी जेते कष्ट दब मु केबे तुम पुआ मु हाँ हे मु तुम पुआ केबे मु स्वीकार करिबी नाही दासत्व स्वीकार करिबिनी पराजय होइछि बोली स्वीकार करिबि नाही जीवन भिक्षा मागेबे मु जीवन भिक्षा मागेबा अपेक्षा सहेबार मरी जीवा भल काहाकू मुह देखी बस कला क्षत्रि कूले गंगाधर मेहरा लिखिले कला क्षत्रि कूले जन्मी पुरुष पणे जीवित जीवन मुक्त क्षत्रि कूल जन्म होई जदि का पुरुष परि आचरण करवा बंचिबा अपेक्षा मरी जीवा भल भल कातरता सिना कापुरुष पड़ मरे वीर बा मारी मारे करे करे रण। हाँ हे मोर ज्ञानेन्द्र पुंगव मानव जीवन नुहई केवल वर्ष मास दिन दंड कर्मे जिए नर कर्म एकातर जीवनर मानदंड धन्य तुम्हें गोपबंधु वाह हे मोर ज्ञानेन्द्र पुंगव किंतु निर्देश दे चलुची चक्रांतकारी किए शंकुनी शकुनी शकुनी हाँ टिके निष्ठुर हृदय किए दुर्योधन दुर्योधन सार गोटे कथा कहबी कहना दुर्योधन हृदय और कर्ण हृदय भितर फरक अच्छी हाँ सबु लोक हृदय सामान नहीं ना सबु लोक दुखिकी देखी हठात तरलिबे ना गोटे गरीबटी आसिक माँ पाखे जो मागिदेव माँ मत गोटे भिक्षा दियो आखिरे लुह जरिब माँ मान हृदयटा जेते शीघ्र तरलिब हाँ। बाबू मान हृदय नुहे ठीक सर ठीक एटा सबु लोक दयालु नुह ना
ସେଦିନ ଏତେ ବସିକି ଭୋଜି କରୁଥିଲେ ଗୋପବନ୍ଧୁ କେମିତି ନିଜ ଖାଇବା ପତ୍ରକୁ ନେଇକରି ସେ ମାନେ ଖାଦ୍ୟ ବିନା ଦୁର୍ବଳ ହେଇଯାଇଥିବା ପିଲାକୁ ଖୁଆଇଦେଲେ। ବାସ୍ ବାସ୍ ସମସ୍ତଙ୍କ ହୃଦୟ ସମାନ। ଇଏ ଦୁନିଆରେ କେତେ ସେବାକାରୀ ଅଛନ୍ତି ଦେଶ ସେବାକାରୀ। କାହା ପୁଅ ଜ୍ୱରରେ ମୃତ୍ୟୁ ସହିତ ସଂଘର୍ଷ କରୁଥିଲା ବେଳେ ବନ୍ୟା ପ୍ଲାବିତ ଅଞ୍ଚଳରେ ଦୁରାବସ୍ଥାରେ କାଳତିପାତ କରୁଥିବା ବୁଭୁକ୍ଷ ମାନଙ୍କ ମୁହଁରେ ଆହାର ଦେବାକୁ ଯିବ। ଦୟା ନଦୀ ସେଇଥିପାଇଁ ଏମାନେ କଳଙ୍କିତ ଅଧ୍ୟାୟ ରଚନା କଲା ବେଳେ ଗୋପବନ୍ଧୁ ଦାସ ହେଲେ ଉତ୍କଳ ମଣି। ଘିଅ ପଡିଥିବା ଦୀପ ବର୍ଷା ପାଣି ପଡିଲେ କି ପାଣି ଛିଟା ପଡିଲେ ଲିଭିଯିବ। ପବନ ହେଲେ ଘିଅ ସରିଗଲେ ମଣି କି କିଏ ଲିଭେଇବ? ସେଇଥିପାଇଁ ସେ କହିଥିଲେ ଗୋଟେ ପାଲାରେ କେତେ କଥା ଲାଗିବ, ଆଉ ଯୁଦ୍ଧ କରିବାକୁ ଯିବ ତା ଭାରିଜା କହୁଛି ଉଠିଲଣି। କୋଉ ଜାଗାରେ ଇଏ କଥା? ତୁମେ ଯିବ ଗଣ୍ଡଗୋଳ କରିବାକୁ, ସ୍ତ୍ରୀ କି କହିବ ଉଠିଲଣି ଚା କରିକି ଦେ, ମତେ ଟିକେ ମୋଡି ଦେ। ପାଲାର ପ୍ରହଳିକା ସୃଷ୍ଟି କରନା, ଇଏ ଦୁନିଆରେ ଧରା ପଡିଯିବ ଅଳ୍ପ ଦିନ ପରେ। ଏଇ ପୁଅ କାହାର କେତେ ଟଙ୍କା କଟା ହବ ସେ ଜାଣିଛି। ଆରେ ତୁ ତ 5 ଦିନର ଚାକର, ମୁଁ ତ 5 ଦିନର ଚାକର, ଆମେ କଲଚରାଲ ଲେବର। ଇଏ ଦୁନିଆରେ ପିଲେ ଜଣେ ମାଲିକ, ଆମେ ସମସ୍ତେ ମୂଲିଆ ନାଇଁ ଛାଡୁ। କିନ୍ତୁ କାହିଁକି କର୍ଣ୍ଣଙ୍କ ପ୍ରଶସ୍ତି ହେଇଛି ନା, ଯେହେତୁ ଏଠି ସାରଳା ଦାସ ବିଚାର କଲେ ଯେହେତୁ କର୍ଣ୍ଣ ପାଣ୍ଡବ ମାନଙ୍କର ଅଂଶ, ରକ୍ତ। ଦିଟା ବାରୁଅ ଝିଅ ଦିଟା ପିଲା ଜନ୍ମ କଲେ, ସେ ଦିଟା ଯାକ ଯୋଗ୍ୟ। କୁନ୍ତୀ ଅବିବାହିତା ବେଳେ ଜନ୍ମ କଲେ କାହାକୁ? କର୍ଣ୍ଣଙ୍କୁ। ଅବିବାହିତା ବେଳେ ମତ୍ସ୍ୟଗନ୍ଧା ଜନ୍ମ କଲେ ବ୍ୟାସଦେବଙ୍କୁ। ସାମ୍ପୁଲ ମେଡିସିନ ଗୁଡାକ ଭଲ ନୁହଁ କି? ହଁ ସାମ୍ପୁଲ ମେଡିସିନ ସେ। ତେଣୁ ଇଏ ଦିଟା ଯାକ ଯୋଗ୍ୟ ନା ନାଇଁ ନା ଅଯୋଗ୍ୟ? ମହାଭାରତର କଥା ଅନେକ ଅଛି। ସେଇ ତ ମୁଁ ତାକୁ ଥାକ ରଖିଛି, ପୁଣି ଆପଣ ମତେ କଣ ପଚାରୁଛନ୍ତି? ପଚରା ହେଇଛି, କହିବେ କାଲି ଅଭିମନ୍ୟୁକୁ କିଏ ଯୁଦ୍ଧ ହୋଇଥିଲା ସେ କହୁଛି। ସିଏ କହିବେ, କହିବ ଯେ ସଂସ୍କୃତ ମହାଭାରତ ହଉ କି ଓଡିଆ ମହାଭାରତ ହଉ ପ୍ରମାଣ ଦବ କହିବ। ଅଭିମନ୍ୟୁ को गुरु किए सर पठानी साहब चुप एई पुओ बाबू सर टाइम हे से कोन कहबे जानि चंती से कहबो मां पेटु तो सब सिखी थला गुरु की मां मु कहबी काली कहबी आपन व्यस्त से टिके दरांडंतु हां बाबू आया किंतु एठी सार निर्देश जेतेबेले अतिरिक्त होई गला आउ मानिलानी कर निष्ठुर दुर्योधन कहूचे मारना से परास्त स्वीकार करिवो जीवन भिक्षा लागिवो। हां अभिमन्यु मानिनी से कथा कोल रे धरि चंती किए कर्ण कर्ण सारी देखा हां हां प्राण भाई उड़ी गला अभिमन्यु प्राण भाई उड़ी गला सत्य जमिति लंजा तारा खसी पड़िला। ये दुनिया रे अल्प दिन पे जो माने आसंती से माने विश्व को आलोकित कर दे जानती। आगे आगे कला ये अल्प दिन पाई आसी थिला ध्रुव जगते रखिला ख्याति जगते रखिला ख्याति जगते रखिला ख्याति ये अल्प दिन पाई श्रवण कुमार अल्प दिन पाई श्रवण कुमार अल्प दिन पाई श्रवण कुमार अल्प दिन पाई पितृमातृ पदे भक्ति रे से तो योग्य नंदन रे से तो योग्य नंदन लोका अभिमन्यु ने मोरे से अल्प दिन पे ध्रुव आसी थिला ये मिछ दुनिया रे मले आजी काली की दिन केही नुहे ये नृसिंह होतार देखो केते गर्व अभिमान बिना
ଅଯୋଧ୍ୟାରେ ଆସିଛି କରିବ ଏ ଯୁଦ୍ଧ କେହି ନୁହେଁ ଆପଣାର ମୁଁ ଆସିଥିଲି ବୋଲି ଚଳିଗଲା ତ ପଣ୍ଡିତ କେହି ନୁହେଁ ଆଉ ଯଦି କିଏ ଆସିଥାନ୍ତା ଅଚଳ ହୋଇଥାନ୍ତା କେହି ନୁହେଁ ଆପଣାର ଇରେ ବଡ ବଡ ମେଣ୍ଢା ସାଙ୍ଗରେ ଛୋଟିଆ କେମିତି ଚଳିଯାନ୍ତା ବେପାରୀ ବଡ ମେଣ୍ଢା ସାଙ୍ଗରେ ଛୋଟିଆକୁ ନେଇ କେହି ଏ ବଜାରରେ ବିକିଲା ବେଳେ ଏକ ରେଟ୍ ହୋଇ କେହି ନୁହେଁ ଇରେ ନିଜର ଦୁର୍ବଳତା କିନ୍ତୁ କେଡ଼େ ଅଭିମାନ କେହି ନୁହେଁ 12:45 ଏ ପଣ୍ଡିତ ସମୟ ଜାଣ କେହି ନୁହେଁ 10:15 କାଲି ପାଲା ମୁଁ ଛାଡ଼ିବି କେହି ନୁହେଁ 12:45 ଲୋକକୁ ଗଣିବି କେହି କାଲି ଦ୍ୱିତୀୟ ଥାକରେ ଭଲ କଲା ବୋଲି ଆଜି ଲୋକ ଗଲେ କମି କେହି ନୁହେଁ ଆପଣ ମାନେ ଜାଣୁଥିବେ ସିଗାରେଟ ଟାଣୁଛି କେଡ଼େ ଗାୟକ ଦାମୀ କେହି ନୁହେଁ ଇରେ ମୋର ନାମ ଦାସ ସୋନା ଉଡେଇ ଦେବି କନା କେହି ନୁହେଁ ଦୟା ଆସୁଅଛି ବୋଲି କରୁଅଛି ଘେନା କେହି ଇଏ ନୁହେଁ ସମସ୍ତଙ୍କ ଠାରେ ନନା କରେ ନିବେଦନ କେହି ନୁହେଁ ଅଭିମନ୍ୟୁ ବୋଧରେ ଆଜି ପଳେଇ ଦେଲା ମନ ଆଉ କେହି କାନ୍ଦି ନୁହେଁ କାନ୍ଦି ଲୋକଙ୍କର ଆଖି ଗଲା ଫୁଲି କେହି ନୁହେଁ ଭଲକିରି ଖାଇବାକୁ ତାକୁ ଦେବ କାଲି କେହି ନୁହେଁ ଆଉ ଇଏ ପ୍ରେମାନନ୍ଦେ ହରିବୋଲ ହୁଳହୁଳି କରତାଳି କେହି ନୁହେଁ ଗଲା ବୋଲ ହରି ହରି କରି ଦଉଥେବେ ବୋଲ ଦିନଜନ ସଂରକ୍ଷଣ ଦିନଜନ ସଂରକ୍ଷଣ ଆନନ୍ଦ ସାଗର ହରିବୋଲ ହୁଳହୁଳି ବିଶ୍ୱ ଦୁଃଖ